ଯେଉଁମାନଙ୍କ ଜନ୍ମ 1883 ରୁ 1900 ସେମାନଙ୍କୁ ଲସ୍ ଜେନେରେସନ କୁହାଯାଏ। ଯେଉଁମାନଙ୍କ ଜନ୍ମ 1901 ରୁ 1927 ସେମାନଙ୍କୁ ଗ୍ରେଟେଷ୍ଟ ଜେନେରେସନ ବା ଜିଆଇ ଜେନେରେସନ କୁହାଯାଏ। 1928 ରୁ 1945 ସାଇଲେଣ୍ଟ ଜେନେରେସନ। 1946 ରୁ 1964 ବେବି ବୁମର୍ସ ବା ବୁମର୍ସ। 1965 ରୁ 1980 ଜେନେରେସନ ଏକ୍ସ ବା ଜେନ୍ ଏକ୍ସ। ଯେଉଁମାନେ ଜନ୍ମ 1981 ରୁ 1996 ମିଲେନିଆଲ୍ସ ଜେନେରେସନ ୱାଇ ବା ଜେନ୍ ୱାଇ। 1997 ରୁ 2012 ଜେନେରେସନ ଜେଡ୍, ଜେନ୍ ଜେଡ୍, ଜୁମର୍ସ, ଆଇ ଜେନ୍ ବା ଜେନ୍ ଜି। ଯେଉଁମାନେ 2013 ରୁ 2024 ସେମାନଙ୍କୁ ଜେନେରେସନ ଆଲଫା ବା ଜେନ୍ ଆଲଫା। 2025 ରୁ 2039 ଜେନେରେସନ ବିଟା ବା ଜେନ୍ ବିଟା। 2040 ରୁ 2054 ମଧ୍ୟରେ ଜେନେରେସନ ଗାମା ବା ଜେନ୍ ଗାମା। ଯେଉଁମାନେ ଜନ୍ମ ହେବେ 2055 ରୁ 2069 ଭିତରେ ସେମାନଙ୍କୁ ଜେନେରେସନ ଡେଲ୍ଟା ବା ଜେନ୍ ଡେଲ୍ଟା। 2070 ରୁ 2084 ଭିତରେ ସେମାନଙ୍କୁ ଜେନେରେସନ ଏପ୍ସିଲନ୍ କୁହାଯିବ। ଯେଉଁମାନେ ଜନ୍ମ ହେବେ 2085 ରୁ 2069 ଭିତରେ ସେମାନଙ୍କୁ ଜେନେରେସନ ଜେଟା ବା ସିଗ୍ମା କୁହାଯିବ। ତାହେଲେ ଭିଡ଼ିଓଟିକୁ ସାଙ୍ଗମାନଙ୍କୁ ସେୟାର ଏବଂ ରିପୋଷ୍ଟ କରି କମେଣ୍ଟରେ ଜଣାଇବେ ଆପଣ କେଉଁ ଜେନେରେସନରେ ଜନ୍ମ।